ମୋ ନାଁ ବିଶ୍ୱନାଥ ସ୍ୱାଇଁ। ମୋ ଘର ସଂରା ପଞ୍ଚାୟତ ତିର୍ତ୍ତୋଲ ବ୍ଲକ ଜଗତସିଂହପୁର। ମୁଁ ସଂରା ମୋ ସେବା କେନ୍ଦ୍ରର ଭିଏଲି। ସରକାରଙ୍କ ତରଫରୁ ଆମକୁ ରାଜୀବ ଗାନ୍ଧୀ ଘରେ ଗୋଟେ ଘର ମିଳିଥିଲା ପଞ୍ଚାୟତ ତରଫରୁ। ସୁଭଦ୍ରା ଯୋଜନା ଆପ୍ଲାଏ ପାଇଁ ମୁଁ ସେଠି ବସି କାମ କରୁଥିଲି 3-4 ଦିନ ହେଇଗଲାଣି 2 ତାରିଖ ଠାରୁ। ଯେହେତୁ ପୋର୍ଟାଲର କିଛି ସମସ୍ୟା ଅଛି, ଆପ୍ଲାଏ ହେଇପାରୁନାହିଁ। କିଛି ଲୋକ ଫର୍ମ ଦେଇଛନ୍ତି, ଆସୁଛନ୍ତି, ଆମେ ଅପେକ୍ଷା କରି ବସୁଛୁ। ଲୋକମାନେ ଅପେକ୍ଷା କରୁଛନ୍ତି, ରାତି ହେଇଯାଉଛି, ସନ୍ଧ୍ୟା ହେଇଯାଉଛି, ଖୋଲୁନି। ଏଇସବୁ ଭିତରେ ସେ ଲୋକାଲ ଆମ ସଂରା ଗାଁର ଦିଲ୍ଲୀପ ବଲ୍ଲଭ ଦାସ ଆଉ ସୁଶୀଲ ସାହୁ ସ୍ୱାଇଁ, ଏ 2 ଜଣ ଯୁବକ କାଲି ଆସି ପଞ୍ଚାୟତ ଅଫିସ ଦ୍ୱାର ମୁହଁରେ ସୋଦାସୋଦି କରୁଥିଲେ। ଏ ସୁଭଦ୍ରା ଯୋଜନା ହେବ ନାହିଁ, ଖୋଲିବ ନାହିଁ, କାହିଁ ଏଠି ଖୋଲି ବସିଛୁ, ଅସଭ୍ୟ ଭାଷାରେ ଏସବୁ ମିଛ କଥା, ଏଗୁଡ଼ା ହେବ ନାହିଁ, ଏଇଠି ବନ୍ଦ କରି ଯା, କାହିଁ ଖୋଲି ବଇଛୁ, ଏମିତି ସୋଦାସୋଦି କରୁଥିଲେ। କାଲି ଶୁଣିଲି, ମୁଁ ମୋ କାମ କରୁଥିଲି, ଲୋକ ବି ଅପେକ୍ଷା କରି ବସିଥିଲେ। କାଲି ହେଇପାରିଲା ନାହିଁ, ଆଜି ବି ସକାଳଠୁ ବସିଥିଲି ସନ୍ଧ୍ୟା 6ଟା-7ଟା ସୁଦ୍ଧା। ଆଜି ଆସି ସେ ରାଜୀବ ଗାନ୍ଧୀ ଘର କବାଟ ବାଡ଼େଇ ମୋତେ ମାରି ଫର୍ମ 2-4ଟା ନେଇ ଚିରି, ନା ଏଗୁଡ଼ାକ ହେବ ନାହିଁ, ମିଛ ପ୍ରହସନ, ଏଗୁଡ଼ାକ ସୁଭଦ୍ରା ଯୋଜନା ଚାଲିବ ନାହିଁ, କାହିଁ ବଇଛୁ ଏଠି, ଏଗୁଡ଼ା ଚାଲୁନାହିଁ, 4-5 ଦିନ ହେଇଗଲାଣି। ମିଛ କଥା କହି ଲୋକଙ୍କୁ ଭୂତେଇ କାହିଁ ଏଠି ବଇଛୁ, ଯଦି କରିବୁ କର, ଆମେ ଦେବୁ ଟଙ୍କା, କରିବୁ, ଏବେ କରି ଦେଖେଇଲୁ ମୋତେ, ଏମିତି କହି ମୋତେ ମରାମରି କଲେ। ବେକକୁ ଗାମୁଛାରେ ଭିଡ଼ି ଦେଲେ। ପକେଟରେ 2300 ଟଙ୍କା ଥିଲା, ମୋର ନିଜର ବ୍ୟକ୍ତିଗତ ଟଙ୍କା। ସେ ଟଙ୍କା 2300 ଟଙ୍କା ନେଇଗଲେ। ମାଇଲେ ମୋତେ, ବେକକୁ ଚିପି ଗାମୁଛାରେ ମାରି, ଛାତି ଗୋଇଠା ମାରି, ଏମିତି ସବୁ ଅପବ୍ୟବହାର କରି ମରାମରି କରି। ଲୋକ ବି କିଛି ଥିଲେ ସେଠି ଅପେକ୍ଷା କରିଥିଲେ, ସେମାନେ ବି ଦେଖିଛନ୍ତି। ମୋ ସାନ ଭାଇ ଆମ ଗାଁ ପାଖ ଗାଁର ଜଣେ 2 ଜଣ ସିଏ ବି ଥିଲେ, ଆସି ଛଡ଼ାଛଡ଼ି କଲେ, ଦେଖିଲେ। ଏ ବେକ ପେନ୍ ହେଉଛି, ଛାତି ପେନ୍ ହେଉଛି, କଥା କହିପାରୁନାହିଁ। ଜସ୍ ମେଡ଼ିକାଲକୁ ଆସିଛି। କନକପୁର ଫାଣ୍ଡିରେ ବି ଜଣେଇଛି, ଅଭିଯୋଗ କରିଛି, ନିବେଦନ କରୁଛି ସରକାରଙ୍କୁ, ଜିଲ୍ଲାପାଳଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ସେମାନଙ୍କ ଉପରେ। ନାଇଁ, କିଛି ଶତ୍ରୁତା ନୁହେଁ, ସେମାନେ ନିଶାସକ୍ତ ଲୋକ। ତାଙ୍କ ନାଁରେ ବି ଆଗରୁ ଥାନାରେ ବହୁତ କମ୍ପ୍ଲେନ୍ ଅଛି। ଥାନାରେ ଆପଣମାନେ ବୁଝିଲେ ବି ଜାଣିପାରିବେ। ସେ ଏଇ କିସମର ପିଲା, ଏଇ ଜିନିଷ ତାଙ୍କର ଏଇଟା ଚାଲେ, ନିଶା ଖାଇ ଏମିତି ଏମିତି ବ୍ୟବହାର କରନ୍ତି। ସୁଭଦ୍ରା ଯୋଜନା ଯେତେବେଳେ ମହିଳାମାନେ ଯାଇକି ଆବେଦନ କରିବା କଥା, ସେମାନେ ଯୁବକମାନେ ଏତେ ନିଶାସକ୍ତ ଅବସ୍ଥାରେ ଆପଣଙ୍କୁ ଆକ୍ରମଣ କରିବା ମାନେ ସିଏ କିଛି ନାହିଁ, ତାଙ୍କର ବୋଧେ ବ୍ୟକ୍ତିଗତ ଉଦ୍ଦେଶ୍ୟ କ'ଣ ଅଛି, କିମ୍ବା ଏ ସୁଭଦ୍ରା ଯୋଜନାକୁ ବିରୋଧ କରିବା, ଏ ସରକାରଙ୍କ ନୂଆ ଯୋଜନାକୁ ବିରୋଧ କରିବାର ଉଦ୍ଦେଶ୍ୟ କ'ଣ ଅଛି, ଯେ ଏଇଟା ଚାଲୁନାହିଁ, ଏଇଟା ମିଛ ପ୍ରହସନ, ଇଏ ହେବ ନାହିଁ ସୁଭଦ୍ରା ଯୋଜନା, ଏଗୁଡ଼ା କାହିଁ ଖୋଲିକି ବସିଛୁ, 4 ଦିନ ହେଲା ହିଁ ହେଉନାହିଁ, କାହିଁ ଏଠିକି ଆଉଛୁ, ଖୋଲିକି ବଉଛୁ। ମିଛ ବୋଲି ପ୍ରମାଣିତ କରିବା ପାଇଁ ବିଭ୍ରାନ୍ତି କରି ତଥ୍ୟ ଲୋକଙ୍କ ଆଗରେ ଗପି ସେଠି ଲୋକ ଅପେକ୍ଷା କରିଛନ୍ତି। ବିଭ୍ରାନ୍ତି ତଥ୍ୟ, ଇଏ ପଇସା ମିଳିବ ନାହିଁ, ଆପ୍ଲାଏ ହେବ ନାହିଁ, ୟାଙ୍କର ପୋର୍ଟାଲ ଚାଲିବ ନାହିଁ, ହେବ ନାହିଁ, କାହିଁ ଠିଆ ହେଇଛ, ଏମିତି କହି ଲୋକଙ୍କୁ ବିଭ୍ରାନ୍ତି କରିବା ତଥ୍ୟ ଦେଇ ମୋତେ ସୋଦାସୋଦି କରି, କାଲି ବି ସୋଦାସୋଦି କରିଥିଲେ, ଆଜି ମାଇଲେ ମୋତେ। ମୃତ୍ୟୁ ହଁ, ନିଶ୍ଚିନ୍ତ ମାରି ଦେଇଥାନ୍ତେ ଜୀବନ। ଏବେ ବି ଧମକ ଦେଉଛନ୍ତି, ତୁ ଆଇଲେ କେଉଁ ପୋଲିସ ପ୍ରଶାସନ ପିଠିରେ ପଡ଼ିବ, ଆମେ ତତେ ସଫା କରିଦେବୁ। ମୁଁ ଚାହୁଁଛି ନ୍ୟାୟ ମିଳୁ, ସରକାର ତଥା ଜିଲ୍ଲାପାଳ, ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଉପରେ ନେଉ। ଆଜ୍ଞା, ମୋ ନାଁ ଶିବଶଙ୍କର ସ୍ୱାଇଁ। ମୁଁ ଆଙ୍କ ଭାଇ ଲାଗିବେ, ମୋ ବଡ଼ ଭାଇ ଲାଗିବେ। ଆଉ ମୁଁ ଏମିତି ଭାଇ ଯେଉଁ ମୋର ମାରିକି ଛାତି ଫାତି ବହୁତ ଆଘାତ ହେଇଛି, ପେନ୍ ହେଉଛି। ଆଉ ଭବିଷ୍ୟତରେ କ'ଣ ବି ମାନେ ହେବ ଆମେ ଜାଣିପାରୁନୁ, ତାର କ'ଣ ପ୍ରୋବ୍ଲେମ୍ ହେଇଛି। ଘଟଣା ସଡନ୍ 7:30-8ଟା ସମୟ ଭିତରେ ହେବ, ସନ୍ଧ୍ୟା। ମୁଁ ଯାଉଛି ସେଇପଟେ, ଛକକୁ ଯାଉଛି। ସେ ଛକ ମଝିରେ କିନା ଆମର ପଞ୍ଚାୟତ ଅଫିସ୍ ତାଙ୍କର ଅଛି। ସେ ପଞ୍ଚାୟତ ଅଫିସରେ ସୁଭଦ୍ରା ଯୋଜନା ଆଜିକାଲି ଯେଉଁ ବାହାରିଛି, ସେଥିପାଇଁ ତ କାମ ଚାଲିଛି। ଭିଡ଼ ଭିତରେ ସିଏ ସୋଦି କରିଛନ୍ତି। କିଏ? ଦିଲ୍ଲୀପ ବଲ୍ଲଭ ଦାସ ଆଉ ସୁଶୀଲ କୁମାର ସ୍ୱାଇଁ। ଏ ଆସିକି ସୋଦାସୋଦି କରିକି ଗାଳି ଗ୍ଲୋଜ୍ କରିଛନ୍ତି। ସୋଦାସୋଦି ମୁଁ ଭାବୁଛି ଏଥିପାଇଁ କି ଯେ ସୋଦାସୋଦି କରିଥିବେ ଯେ ଆମର ଯେଉଁ ସୁଭଦ୍ରା ଯୋଜନା ହେଉଛି, ସେ ପ୍ରୋସେସିଂଟା ଲେଟ୍ ହେଉଛି। ଏତେ ଲେଟ୍ ନାଇଟ୍ ଯାଏଁ କାହିଁ ଖୋଲୁଛନ୍ତି, କ'ଣ କରୁଛନ୍ତି, ସେଥିପାଇଁ କି ସୋଦାସୋଦି। ସିଏ ତ ନିଶାସକ୍ତ ଅବସ୍ଥାରେ ଥିଲେ ନା, ସିଏ ବିନା ନିଶାରେ ନାହାନ୍ତି। ଆଉ ନିଶାସକ୍ତ ଅବସ୍ଥାରେ ଆସିକି ତାକୁ ମରାମରି କରିଛନ୍ତି ବହୁତ। ଦେଖନ୍ତୁ ଆପଣ, ମରାମରି କରିକି ମାନେ ଆମେ ଛଡ଼େଇଲାରୁ ନହେଲେ ବହୁତ ମାନେ ମାରାତ୍ମକ ଆକ୍ରମଣ କରିଥାନ୍ତେ ତାଙ୍କୁ ଭାଇକି। ଆମେ ଛଡ଼େଇବା ଯୋଗୁଁରୁ ଟିକେ ବଞ୍ଚିଗଲେ। ଆଜ୍ଞା, ସୁରକ୍ଷିତ ନୁହନ୍ତି। ହଁ, ସେଇ ଦାବି ଏତିକି ରଖୁଛି, ଯେଉଁ ଆମର ରାତି ହେଲା ପାଇଁ କି ଗୁଣ୍ଡାଗର୍ଦି କି ନିଶାସକ୍ତ ଅବସ୍ଥାରେ ବୁଲୁଛନ୍ତି ଆମ ଏରିଆରେ, ଆମେ ସେଫ୍ଟି ଭାବୁନୁ ନା। ସେଥିପାଇଁ ପୁଲିସକୁ ମୁଁ ଅନୁରୋଧ କରୁଛି ଯେ ପଦକ୍ଷେପ ନେଇଯିବୁ।
ଲୋକମାନେ କେତେ ଜଣ ଟୋଟାଲି ସମ୍ପୃକ୍ତ ଅଛନ୍ତି ଏଥିରେ? ସମ୍ପୃକ୍ତ 2 ଜଣ ଦିଲ୍ଲୀପ ବଲ୍ଲଭ ଦାସ, ସୁଶୀଲ କୁମାର ସ୍ୱାଇଁ। ତାଙ୍କ ପ୍ରତି କ'ଣ ତାଙ୍କ- କାର୍ଯ୍ୟାନୁଷ୍ଠାନ ଆପଣ ଦାବି ରଖୁଛନ୍ତି? ତାଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉ।